ଓଡ଼ିଆ ନ୍ୟୁଜ୍ ଏଡିଟୋରିଆଲ ଆନାଲିସିସ୍ ସ୍ୱାଗତ କରୁଛି ମୁଁ ପ୍ରସାଦ। ଚାଲନ୍ତୁ ପଢ଼ିବା ନେହେରୁଙ୍କ ଅବଦାନ। ଗତ ଦଶନ୍ଧିରେ ଭାରତର ସ୍ୱାଧୀନତା ସଂଗ୍ରାମର ଦୁଇ ଜଣ ଅଗ୍ରଣୀ ନେତା ମହାତ୍ମା ଗାନ୍ଧୀ ଓ ପଣ୍ଡିତ ଜବାହରଲାଲ ନେହେରୁ ସୀମାହୀନ ଆକ୍ରମଣ ଓ ସମାଲୋଚନାର ଶରବ୍ୟ ହୋଇଛନ୍ତି। ଏ ପ୍ରବନ୍ଧର ମୁଖ୍ୟ ଉଦ୍ଦେଶ୍ୟ ହେଲା ପଣ୍ଡିତ ନେହେରୁଙ୍କ ଅବଦାନ ବା ଲିଗାସି ଉପରେ ଆଲୋଚନା, ଯାହା ସବୁ ସମାଲୋଚନାର ଊର୍ଦ୍ଧ୍ୱକୁ ଯାଇ ଏପର୍ଯ୍ୟନ୍ତ ଭାରତ ତଥା ପୃଥିବୀ ପାଇଁ ଆଲୋକ ବର୍ତ୍ତିକା ପାଲଟିଛି। ତାଙ୍କୁ ଏତେ ବିରୋଧ ସତ୍ତ୍ୱେ ନିମ୍ନରେ ଆଲୋଚିତ ଚାରିଟି ଅବଦାନର ପ୍ରାସଙ୍ଗିକତା କେବଳ ବୃଦ୍ଧି ପାଉଛି, କମୁନାହିଁ। ପ୍ରଥମଟି ହେଲା ନେହେରୁଙ୍କ ବିଜ୍ଞାନ ସମ୍ମତ ଚିନ୍ତାଧାରା ବା ସାଇଣ୍ଟିଫିକ୍ ଟେମ୍ପର। ଇଂଲଣ୍ଡରେ ହାରୋ ଓ କେମ୍ବ୍ରିଜରେ ପଢ଼ୁଥିବା ବେଳେ ତାଙ୍କୁ ଅନୁସନ୍ଧିତ୍ସୁ ମାନସିକତା ସମାଜ ଓ ବିଜ୍ଞାନର ଅତୁଟ ବନ୍ଧନ ହୃଦୟଙ୍ଗମ କରି ପ୍ରଭାବିତ ହୋଇଥିଲା। ବିଶ୍ୱ ଇତିହାସ ଅଧ୍ୟୟନ ତାଙ୍କୁ ପ୍ରେରଣା ଯୋଗାଇଥିଲା ଏବଂ ପରାଧୀନ ଭାରତରେ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଖାଦ୍ୟ ଅଭାବରେ ଅଗଣିତ ଜନତା ଦୟନୀୟ ଅବସ୍ଥାରେ ଅଛନ୍ତି, ତାହା ତାଙ୍କୁ ବ୍ୟତୀତ କରିଥିଲା। କାଳକ୍ରମେ ରାଜନୀତି ଛଡ଼ା ବିଜ୍ଞାନ ଓ ଇତିହାସର ଲେଖକ ରୂପେ ସେ ପ୍ରତିଷ୍ଠା ଲାଭ କରିଥିଲେ। ପ୍ରଧାନମନ୍ତ୍ରୀ ହେବା ଆଗରୁ 1943ରେ ଭାରତୀୟ ବିଜ୍ଞାନ କଂଗ୍ରେସର ସଭାପତି ହେବା ପାଇଁ ନିମନ୍ତ୍ରଣ ପାଇଲେ, କିନ୍ତୁ ଜେଲରେ ଥିବାରୁ ତାହା ସମ୍ଭବ ହେଲାନି। 1947ରେ ସେ ଏହି କଂଗ୍ରେସର ସଭାପତି ହେଲେ ଏବଂ 1948ରୁ 1964 ଯାଏଁ ପ୍ରତ୍ୟେକ ବର୍ଷ ଜାତୀୟ ବିଜ୍ଞାନ କଂଗ୍ରେସର ଅଧିବେଶନ ଯୋଗଦାନ କରୁଥିଲେ। ଏ ପ୍ରସିଦ୍ଧ ସଂସ୍ଥା ଏବେ ଅବକ୍ଷୟମୁଖୀ। ସେ ପ୍ରଧାନମନ୍ତ୍ରୀ ହେଲା ବେଳକୁ ଦେଶରେ ଦୁଇଟି ବୈଜ୍ଞାନିକ ସଂସ୍ଥା ଥିଲା, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଓ ଇଣ୍ଡିଆନ୍ କାଉନସିଲ୍ ଅଫ୍ ଏଗ୍ରିକଲଚରାଲ ରିସର୍ଚ୍ଚ। ନେହେରୁଙ୍କ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପାଇଁ ପି.ସି. ମହଲନୋବିସ୍ ଥିଲେ ମୁଖ୍ୟ ବିନ୍ଧାଣୀ। ଦେଶର ବିକାଶ ପାଇଁ ପ୍ରତି କ୍ଷେତ୍ରରେ ଗବେଷଣାମୂଳକ ସଂସ୍ଥାମାନ ସ୍ଥାପନ କରି ତାହାର ଫଳ କିପରି ଦେଶର ବିକାଶ ସାଧନରେ ବ୍ୟବହୃତ ହୋଇପାରିବ, ତାହା ଥିଲା ମୂଳ ଲକ୍ଷ୍ୟ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ସାଇନ୍ସ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ସ୍ଥାପନ କରି ତା ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ 29ଟି ଜାତୀୟ ଗବେଷଣାଗାର ପ୍ରତିଷ୍ଠା ହେଲା। ଭୁବନେଶ୍ୱର ବାଦ୍ ପଡ଼ିନଥିଲା। ମୌଳିକ ଗବେଷଣା ପାଇଁ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ, ପ୍ରତିରକ୍ଷା କ୍ଷେତ୍ରରେ DRDO ସ୍ଥାପନ ହେଲା। ଦୂରଦର୍ଶୀ ନେହେରୁ ପରମାଣୁ ଶକ୍ତିର ଉପଯୁକ୍ତ ବ୍ୟବହାର ପାଇଁ ହୋମି ଭାବାଙ୍କ ସହାୟତାରେ ନୂତନ ବିଭାଗ ସୃଷ୍ଟି କଲେ। 1958ରେ ଜାତୀୟ ବିଜ୍ଞାନ ନୀତି ଘୋଷଣା ହେଲା। ବୈଷୟିକ କ୍ଷେତ୍ରରେ ଶିକ୍ଷାର ଶ୍ରେଷ୍ଠତା ପାଇଁ 4ଟି IIT ସ୍ଥାପନ ହେଲା। IIM ଗଢ଼ି ଉଠିଲା। ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଦିଲ୍ଲୀରେ ଏମ୍ସ ଓ ଚଣ୍ଡିଗଡ଼ ଓ ପଣ୍ଡିଚେରୀରେ ସ୍ନାତକୋତ୍ତର ମେଡିକାଲ କଲେଜ ସ୍ଥାପନ ହେଲା। ଅଣବୈଜ୍ଞାନିକ କ୍ଷେତ୍ରରେ ଉତ୍କର୍ଷ ପାଇଁ ଇଣ୍ଡିଆନ୍ କାଉନସିଲ୍ ଫର ହିଷ୍ଟୋରିକାଲ ରିସର୍ଚ୍ଚ, କଲଚରାଲ ରିଲେସନ, ପବ୍ଲିକ ଆଡମିନିଷ୍ଟ୍ରେସନ ଆଦି ସଂସ୍ଥାମାନ ଗଢ଼ି ଉଠିଲେ। ଦେଶରେ ବିକାଶ ପାଇଁ ଦିଗ୍ଦର୍ଶନ ଦେବା ପାଇଁ ଯୋଜନା କମିଶନ ସ୍ଥାପନ ହେଲା, ଯାହାର ଆବର୍ତ୍ତମାନ ବିଭିନ୍ନ ରାଜ୍ୟମାନଙ୍କୁ ପ୍ରଭାବିତ କରୁଛି। 1950ରୁ 1964 ନେହେରୁଙ୍କ ବହୁଚର୍ଚ୍ଚିତ ସାମ୍ୟବାଦ ଅର୍ଥନୀତି ବାର୍ଷିକ 4% GDP ବୃଦ୍ଧି ଦେଖାଇଲା, ଯାହା ପୁଞ୍ଜିବାଦ ଅର୍ଥନୀତି ବିଶାରଦମାନଙ୍କ ପ୍ରଶଂସାର ପାତ୍ର ହେଲା ଓ ଭାରତ ସମଗ୍ର ପୃଥିବୀରେ ଶିଳ୍ପ ବିକାଶରେ ଏକ ଅଗ୍ରଣୀ ସ୍ଥାନ ପାଇଲା। ତାପରେ ଆସିବା ନେହେରୁଙ୍କ ବୈଦେଶିକ ନୀତିକୁ। ପାଠକମାନେ ଜାଣିବା ଉଚିତ ଯେ ନେହେରୁଙ୍କ ବିଭିନ୍ନ ଯୋଜନା, ନୀତି, ସିଦ୍ଧାନ୍ତମାନଙ୍କ ପଛରେ ଥିଲା ଗଭୀର ଅଧ୍ୟୟନ, ତତ୍ତ୍ୱ ଓ ମାନସିକ ମନ୍ଥନ। ତାହା ମନମୁଖୀ ଓ ବ୍ୟକ୍ତିବିଶେଷ ଭିତ୍ତିକ ନଥିଲା, ଯାହା ବର୍ତ୍ତମାନ ସାଧାରଣ ହେଲାଣି। ସେ ନିଜକୁ ବିଶ୍ୱ ନାଗରିକ ରୂପେ ଦେଖୁଥିଲେ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ଆଫ୍ରିକା ଓ ଏସିଆର ଶତ ଶତ ପରାଧୀନ ରାଷ୍ଟ୍ର ସାମ୍ରାଜ୍ୟବାଦ କବଳରୁ ମୁକ୍ତ ହେବା ସ୍ୱପ୍ନ ମଧ୍ୟ ଦେଖୁଥିଲେ। 1927 ମସିହାରେ ସେ ବ୍ରେସଲେସର ସାମ୍ରାଜ୍ୟବାଦ ବିରୁଦ୍ଧରେ ଏକ ବିଶ୍ୱ ସମ୍ମିଳନୀରେ ଯୋଗ ଦେଇ ଫେରିଲେ ମାଡ୍ରାସରେ ହେଉଥିବା କଂଗ୍ରେସ ଅଧିବେଶନକୁ, ଯେଉଁଠାରେ ସେ ଭାରତ ପାଇଁ ପୂର୍ଣ୍ଣ ସ୍ୱରାଜର ପ୍ରସ୍ତାବ ଦେଲେ। ସୁଭାଷ ବୋଷ ତାଙ୍କୁ ସମର୍ଥନ ଦେଲେ ଏବଂ ଜବାହରଲାଲ ଗାନ୍ଧୀଜୀଙ୍କ ଠାରୁ ଗାଳି ଖାଇଲେ ଅପରିପକ୍ୱ ଆଖ୍ୟା ପାଇଁ। ତୃତୀୟ ଦଶକରେ ସେ ଇଟାଲୀ ଓ ଜର୍ମାନୀରେ ମୁଣ୍ଡ ଟେକୁଥିବା ଫାସିବାଦ ଓ ନାଜିବାଦକୁ ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲେ। ଯେତେବେଳେ ଦ୍ୱିତୀୟ ମହାଯୁଦ୍ଧ ଆରମ୍ଭ ହେଲା, ଏକ ପକ୍ଷରେ ଥିଲେ ଇଟାଲୀ, ଜର୍ମାନୀ ଓ ଜାପାନ, ଯାହାଙ୍କୁ କୁହାଯାଉଥିଲା ଏକ୍ସିସ୍ ଦେଶ, ଓ ଅନ୍ୟ ପକ୍ଷରେ ଥିଲେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ରୁଷିଆ, ଯେଉଁମାନେ ଥିଲେ ଆଲାଏଡ ଦେଶ। ସେତେବେଳକୁ ନେହେରୁଙ୍କ ମନରେ ଦୁଇଟି ପ୍ରଶ୍ନ ଉଠୁଥାଏ। ପ୍ରଥମ ହେଲା, ଯଦି ଏକ୍ସିସ୍ ଦେଶମାନେ ଜିତିବେ, ତେବେ ଭାରତ ବ୍ରିଟିଶ ସାମ୍ରାଜ୍ୟବାଦରୁ ଯାଇ ଜାପାନ ସାମ୍ରାଜ୍ୟବାଦରେ କବଳିତ ହେବ, କାରଣ ଜାପାନ କଦାପି ଭାରତରେ ଗଣତନ୍ତ୍ର ସ୍ଥାପନ କରିବ ନାହିଁ। ସୁଭାଷଙ୍କ ସହିତ ତାଙ୍କ ମତଭେଦର ଏହା ଏକ କାରଣ ଥିଲା। ଦ୍ୱିତୀୟ ଥିଲା, ମହାଯୁଦ୍ଧରେ ଆଲାଏଡ ଦେଶମାନେ ବିଜୟ ହାସଲ କଲେ ମଧ୍ୟ ରୁଷିଆ କେବେ ପୁଞ୍ଜିବାଦ ଦେଶମାନଙ୍କ ସଙ୍ଗେ ରହିବ ନାହିଁ ଓ କମ୍ୟୁନିଜମ ସାମ୍ରାଜ୍ୟ ବିସ୍ତାର କରିବ। ଫଳରେ ପୃଥିବୀରେ ଦୁଇଟି ପ୍ରଭାବଶାଳୀ ଗୋଷ୍ଠୀ ରହିବେ, ଆମେରିକା ଓ ରୁଷିଆ।
ଭାରତ ସ୍ୱାଧୀନ ହେଲେ ଗଣତନ୍ତ୍ର ସ୍ଥାପନ ହେବ, କିନ୍ତୁ କ'ଣ ହେବ ତାହାର ବୈଦେଶିକ ନୀତି। 1946ରେ ସେ ଏସିଆ ମହାଦେଶର ରାଷ୍ଟ୍ରମାନଙ୍କୁ ଏକ ସମ୍ମିଳନୀ ଡାକି ତାଙ୍କର ଏହି ଦୃଷ୍ଟିକୋଣ ଉପସ୍ଥାପିତ କଲେ। ଭାରତର ସ୍ୱାଧୀନତା ପ୍ରାପ୍ତି ସମଗ୍ର ବିଶ୍ୱ ପାଇଁ ମାର୍ଗଦର୍ଶକ ଥିଲା। ମହାତ୍ମା ଗାନ୍ଧୀ ଓ ନେହେରୁଙ୍କ ପ୍ରେରଣା ଯାଦୁପରି କାମ କଲା ଓ ଅସଂଖ୍ୟ ରାଷ୍ଟ୍ର ସାମ୍ରାଜ୍ୟବାଦରୁ ମୁକୁଳି ସ୍ୱାଧୀନ ହେଲେ। 1945ରେ ଜାତିସଂଘରେ 55ଟି ଦେଶ ସଭ୍ୟ ଥିଲାବେଳେ ଷଷ୍ଠ ଦଶକ ଶେଷକୁ ଏହା ବୃଦ୍ଧି ପାଇ 100 ଉପରକୁ ଗଲା। ବର୍ତ୍ତମାନ ପ୍ରାୟ 200ରେ ପହଞ୍ଚିଲାଣି। ଅନ୍ୟ ଦିଗରେ ଦୁଇଟି କ୍ଷମତାଶାଳୀ ଦେଶ ଆମେରିକା ଓ ରୁଷିଆ ଶୀତଳ ଯୁଦ୍ଧ ଆରମ୍ଭ କରି ବିଭିନ୍ନ ଚୁକ୍ତି ଓ ବୁଝାମଣା କରି ନିଜର ପ୍ରଭାବ ବିସ୍ତାର କଲେ। ନାଟୋ, ସିଆଟୋ ଆଦି ମେଣ୍ଟ ଗଠନ ହେଲା ଆମେରିକାର ନେତୃତ୍ୱରେ। ରୁଷିଆ ଆଣିଲା ୱାର୍ସୋ ସନ୍ଧି। ଏପରି ପରିସ୍ଥିତିରେ ନେହେରୁଙ୍କ ସୁଚିନ୍ତିତ ନୀତି ହେଲା କୌଣସି କ୍ଷମତା ଗୋଷ୍ଠୀରେ ଯୋଗଦାନ ନ କରି ନିରପେକ୍ଷ ରହିବା। ତାଙ୍କର ସହଯୋଗୀ ଥିଲେ ଇଜିପ୍ଟର ନାସେର, ଯୁଗୋସ୍ଲାଭିଆର ମାର୍ଶାଲ ଟିଟୋ, ଇଣ୍ଡୋନେସିଆର ସୁକର୍ଣ୍ଣୋ, ଏପରିକି ଚୀନର ଚୁଏନ୍ ଲାଇ ମଧ୍ୟ ଯୋଗ ଦେଲେ। 1955ରେ ଜାଭାର କାନ୍ଦୁକାରେ ଆଫ୍ରିକା ଓ ଏସିଆର ନେତାମାନେ ମିଶି ନିରପେକ୍ଷ ଗୋଷ୍ଠୀର ନୀତିମାନ ଘୋଷଣା କଲେ। ଆନ୍ତର୍ଜାତିକ କ୍ଷେତ୍ରରେ ନେହେରୁଙ୍କ ସମ୍ମାନ ଅଶେଷ ବୃଦ୍ଧି ପାଇଲା। ଏହାର ପ୍ରାସଙ୍ଗିକତା ଏପର୍ଯ୍ୟନ୍ତ ବଜାୟ ରହିଛି। ଏହି ନୀତିରେ କିଛି ଦୁର୍ବଳତା ଥିଲା। ତାଙ୍କ ଆଦର୍ଶକୁ ନେଇ ଚୀନ ଉପରେ ପ୍ରଗାଢ଼ ବିଶ୍ୱାସ କରି ତାକୁ ପ୍ରମୁଖ ସ୍ଥାନ ଦେଲେ। ସେହି ଚୀନ 1962ରେ ମାକମୋହନ ଲାଇନକୁ ଅତିକ୍ରମ କରି ଭାରତ ଆକ୍ରମଣ କଲା। ଏହା ନେହେରୁଙ୍କ ନିରପେକ୍ଷ ନୀତି ଉପରେ ଏକ କୁଠାରଘାତ ହେଲା। କିନ୍ତୁ ବୈଦେଶିକ ନୀତିରେ ଏହା ପ୍ରାଥମିକ ଅଙ୍ଗ ରୂପେ ରହିଲା। ଗତ କେତେ ବର୍ଷ ହେଲା ଏହାକୁ ଆଡ଼େଇ ଦେବା ଫଳରେ ଭାରତ ବିଶ୍ୱ ଦରବାରରେ ପଥଭ୍ରଷ୍ଟ ହୋଇଥିଲେ ପରି ଜଣାପଡ଼େ। ପୁଣି ଥରେ ନେହେରୁଙ୍କ ନାମ ନ ନେଇ ବୈଦେଶିକ ମନ୍ତ୍ରୀ କହିଲେଣି ଷ୍ଟ୍ରାଟେଜିକ୍ ଅଟୋନୋମି। ତୃତୀୟରେ ଆସିବା ଧର୍ମନିରପେକ୍ଷତା ବା ସେକୁଲାରିଜମ ପ୍ରସଙ୍ଗକୁ, ଯାହା ସାମ୍ପ୍ରତିକ ପରିସ୍ଥିତିରେ ଅତି ସମ୍ବେଦନଶୀଳ ହୋଇପଡ଼ିଛି। ସମ୍ବିଧାନର ମୁଖବନ୍ଧ ନେହେରୁ ନିଜେ ଲେଖିଥିଲେ ଓ ଦୁଇଟି ଶବ୍ଦ ବାଦ ଦେଇଥିଲେ, ଧର୍ମନିରପେକ୍ଷତା ଓ ସାମ୍ୟବାଦ। ଆଲୋଚନା ବେଳେ ନେହେରୁ କହିଥିଲେ, ଯେହେତୁ ସମ୍ବିଧାନର ମୌଳିକ ଅଧିକାରରେ ନାଗରିକକୁ ବାକ୍ ସ୍ୱାଧୀନତା, ଧର୍ମ ଓ ଆସ୍ଥାର ସ୍ୱାଧୀନତା ଦିଆଯାଇଛି ଏବଂ ଭାରତର ସଭ୍ୟତା ଓ ସଂସ୍କୃତିରେ ବିଶ୍ୱ ମାନବିକତା ପ୍ରତିଫଳିତ ହୁଏ, ଧର୍ମନିରପେକ୍ଷତା ଶବ୍ଦ ଯୋଡ଼ିବାର ଆବଶ୍ୟକତା ନାହିଁ। ଏହା ସ୍ୱତଃ ପରିସ୍ଫୁଟ ହେବ। ସପ୍ତମ ଦଶକର 42ତମ ସଂଶୋଧନ କରି ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଏ ଦୁଇଟି ଶବ୍ଦ ମୁଖବନ୍ଧରେ ଯୋଡ଼ିଥିଲେ, ଯାହାକୁ ପରେ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ନେହେରୁଙ୍କ ଦୃଢ଼ ମତ ଓ ଅଟଳ ବିଶ୍ୱାସ ଥିଲା ଯେ ରାଷ୍ଟ୍ରନୀତିରେ ଧର୍ମର ସ୍ଥାନ ନାହିଁ, ଏହା ବ୍ୟକ୍ତିଗତ। କିନ୍ତୁ ନେହେରୁ ଆଧ୍ୟାତ୍ମିକତା ବା ସ୍ପିରିଚୁଆଲିଜମକୁ ଉପଯୁକ୍ତ ସମ୍ମାନ ଦେଉଥିଲେ। ଏହା ପ୍ରଚଳିତ ଧର୍ମଠାରୁ ଅଲଗା ବୋଲି ତାଙ୍କ ମତ ଥିଲା। ସୃଜନଶୀଳତା ପ୍ରକୃତରେ ରୌଦ୍ର ଓ ସୁନ୍ଦର ରୂପ ନିରୀକ୍ଷଣ ତାଙ୍କ ମତରେ ଚିରନ୍ତନ। ସେଥିପାଇଁ ସେ ସତ୍ୟମେବ ଜୟତୁକୁ ଗ୍ରହଣ କଲେ, କାରଣ ଏହା ହେଲା ସାର୍ବଜନୀନ ସତ୍ୟ। ତାଙ୍କର ଧର୍ମନିରପେକ୍ଷତା ଉପରେ ବହୁତ ଆଲୋଚନା ଓ ସମାଲୋଚନା ହୋଇଛି। ବାସ୍ତବ କ୍ଷେତ୍ରରେ ଏହା ଭାରତୀୟ ଗଣତନ୍ତ୍ର ପାଇଁ ରକ୍ଷା କବଚ ସାଜିଛି। ଇନ୍ଦିରା ଗାନ୍ଧୀ ଏହା ମୁଖବନ୍ଧରେ ସ୍ଥାନିତ କରି ଆଦର୍ଶବାଦୀ ସ୍ୱପ୍ନଭୁକ୍ ନେହେରୁଙ୍କ ଚିନ୍ତନକୁ ବାସ୍ତବ ରୂପ ଦେଇଛନ୍ତି। ଶେଷରେ ଆସିବ ଚତୁର୍ଥ ସ୍ତମ୍ଭକୁ, ସଂସଦୀୟ ଗଣତନ୍ତ୍ର, ଯାହା ଥିଲା ସ୍ୱାଧୀନ ଭାରତକୁ ନେହେରୁଙ୍କ ଅତୁଳନୀୟ ଅବଦାନ। ତୃତୀୟ ଦଶକର ମଧ୍ୟଭାଗରେ ସୁଭାଷ ବୋଷଙ୍କ ଫାଶୀବାଦ ଓ ନାଜିବାଦ ପ୍ରତି ଅନୁରକ୍ତି ଓ ଗାନ୍ଧୀଙ୍କ ସଙ୍ଗେ ମତଭେଦ, କଂଗ୍ରେସର ଦକ୍ଷିଣପନ୍ଥୀ ନେତାମାନଙ୍କ ପ୍ରଭାବ, ନେହେରୁଙ୍କ ବାମପନ୍ଥୀ ଓ ସାମ୍ୟବାଦ ଚିନ୍ତାଧାରା ତଥା ବିଭିନ୍ନ ଦେଶ ଭ୍ରମଣ କରି ଆହରଣ କରିଥିବା ଅନୁଭୂତି ତାଙ୍କ ସିଦ୍ଧାନ୍ତକୁ ତ୍ୱରାନ୍ୱିତ କରିଥିଲା। ଶହ ଶହ ବର୍ଷ ଧରି ପରାଧୀନ ଭାରତର ଦାରିଦ୍ର୍ୟ ଓ ଦୟନୀୟ ଅବସ୍ଥା ତାଙ୍କୁ ସିଦ୍ଧାନ୍ତକୁ ଆହୁରି ଦୃଢ଼ୀଭୂତ କଲା ଯେ ଭାରତ ପାଇଁ ପ୍ରତିନିଧିମୂଳକ ସରକାର ଆବଶ୍ୟକ, ଯେଉଁଥିରେ ନିର୍ବାଚିତ ପ୍ରତିନିଧି ଜନତାର ସୁଖଦୁଃଖ ସରକାରଙ୍କ ସର୍ବୋଚ୍ଚ ସ୍ତରରେ ଉପସ୍ଥାପନ କରିପାରିବେ। 1927ରେ ମାଡ୍ରାସ କଂଗ୍ରେସ ଅଧିବେଶନରେ ପୂର୍ଣ୍ଣ ସ୍ୱରାଜ ପାଇଁ ଡାକ ଦେଇଥିବା ନେହେରୁ 1936ରେ ତାଙ୍କ ଚିନ୍ତନ ସ୍ପଷ୍ଟ କଲେ ଯେ ଭାରତରେ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠିତ ହେବ ଏବଂ 1939ରେ କହିଲେ ଭାରତବାସୀ ନିଜ ସମ୍ବିଧାନ ନିଜେ ପ୍ରଣୟନ କରିବେ। ସେଥିପାଇଁ ସେ ଏକ ସମ୍ବିଧାନ ପ୍ରଣୟନ ସଭା ଦାବି କଲେ। 1940ରେ ବ୍ରିଟିଶ ସରକାର ନୀତିଗତ ଭାବେ ଏହା ଗ୍ରହଣ କଲେ। ଦ୍ୱିତୀୟ ମହାଯୁଦ୍ଧ ପରେ 1946ରେ ସମ୍ବିଧାନ ପ୍ରଣୟନ ସଭା ଗଠିତ ହେଲା, ଯାହାର ସଭାପତି ହେଲେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଓ ସମ୍ବିଧାନ ପ୍ରଣୟନ ଆଲୋଚନା ପରେ ତାର ଅନ୍ତିମ ଚିଠା ପ୍ରଣୟନର ସଭାପତି ହେଲେ ଡକ୍ଟର ବି.ଆର୍. ଆମ୍ବେଦକର। ଏମ୍ସ ଆଣ୍ଡ ଅବଜେକ୍ଟିଭ୍ସ ଉପରେ ସେ ଯେଉଁ ଭାଷଣ ଦେଇଥିଲେ, ତାହା 1947 ଅଗଷ୍ଟ 15ରେ ଟ୍ରଷ୍ଟ ବିଥ୍ ଡେଷ୍ଟିନି ଭାଷଣ ଅପେକ୍ଷା ଥିଲା ଆହୁରି ହୃଦୟସ୍ପର୍ଶୀ। 5000 ବର୍ଷର ଗୌରବମୟ ଅତୀତ ଅତିକ୍ରମି ଭାରତ ଯେଉଁ ଭବିଷ୍ୟତ ଯାତ୍ରାର କ୍ଷଣରେ ପହଞ୍ଚିଛି, ତାହା ଶେଷ ହେବ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ, ଯାହା ହେବ ପୃଥିବୀରେ ଅଦ୍ୱିତୀୟ। ୟୁନିୟନ ଅଫ୍ ଷ୍ଟେଟ୍ସ କମିଟିର ଅଧ୍ୟକ୍ଷ ରୂପେ ଭାରତ ପାଇଁ ସେ ସଂସଦୀୟ ଗଣତନ୍ତ୍ର ଉପଯୁକ୍ତ ତାର ଅକାଟ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ। ଆଲୋଚନା
ପରେ ସେ ପ୍ରସ୍ତାବ ଗୃହୀତ ହେଲା ଓ 1950 ଜାନୁଆରୀ 26ରେ ଭାରତ ହେଲା ଏକ ସଂସଦୀୟ ଗଣତନ୍ତ୍ର। ତାପରେ ଦୀର୍ଘ 14 ବର୍ଷ ଧରି 3ଟି ସାଧାରଣ ନିର୍ବାଚନ ପରିଚାଳନା କରି ସଂସଦ ଓ ସାଂସଦମାନଙ୍କୁ ସମ୍ମାନ, ଆଲୋଚନାର ଗୁଣାତ୍ମକ ଅଭିବୃଦ୍ଧି ଓ ସମାଲୋଚନା ପ୍ରତି ସହନଶୀଳତାର ଅଭୂତପୂର୍ବ ଉଦାହରଣ ରଖିଲେ। ତାଙ୍କର ସମାଲୋଚକମାନେ ଥିଲେ ତୁଙ୍ଗ ରାଜନେତା ଶ୍ୟାମାପ୍ରସାଦ ମୁଖାର୍ଜୀ, ରାମ ମନୋହର ଲୋହିଆ, ମହାବୀର ତ୍ୟାଗୀ, ଅଶୋକ ମେହେଟ୍ଟା, ଯୁବକ ଅଟଳ ବିହାରୀ ବାଜପେୟୀ ଓ ପରବର୍ତ୍ତୀ କାଳରେ ରାଜଗୋପାଳାଚାରୀ। ସେମାନଙ୍କ ସମାଲୋଚନା ପାଇଁ ସେ ପୂର୍ଣ୍ଣ ସୁଯୋଗ ଦେଉଥିଲେ ଏବଂ ଉପଯୁକ୍ତ ଉତ୍ତର ଦେଉଥିଲେ। ମହାବୀର ତ୍ୟାଗୀ ଓ ରାମ ମନୋହର ଲୋହିଆଙ୍କ କିଛି ବକ୍ତବ୍ୟ ଯାହା ଆଜିକାର ସମୟରେ ହୋଇଥାନ୍ତା ଅସମ୍ଭବ, ସେ ହସ ହସ ମୁଖରେ ଶୁଣୁଥିଲେ। ହିନ୍ଦୁ ମହାସଭାରେ ବି ଜି ଖେର କହିଥିଲେ, ନେହେରୁ ଅଧ୍ୟୟନ କ୍ଷେତ୍ରରୁ ୟୁରୋପିଆନ୍ ସଂସ୍କୃତିର ମୁସଲମାନ ଓ ଜନ୍ମର ହିନ୍ଦୁ। ଏ ସମାଲୋଚନା ଥିଲା ନେହେରୁଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ। ଦ୍ୱିତୀୟ ମହାଯୁଦ୍ଧ ପରେ ସ୍ୱାଧୀନତା ପାଇଥିବା ବହୁତ ଦେଶରେ ଗଣତନ୍ତ୍ର କକ୍ଷଚ୍ୟୁତ ହୋଇଛି, ଏକଛତ୍ରବାଦ ସ୍ଥାନ ପାଇଛି, କିନ୍ତୁ 75 ବର୍ଷ ଧରି ଭାରତର ଗଣତନ୍ତ୍ର ନେହେରୁଙ୍କ 4ଟି ସ୍ତମ୍ଭ ଉପରେ ଗର୍ବର ସହିତ ଛିଡ଼ା ହୋଇଛି। ତାହା ହେଲା ନେହେରୁଭିଆନ୍ ଲିଗାସୀ। ଏତିକି ରହୁଛି। ବହୁତ ବହୁତ ଧନ୍ୟବାଦ।